आज ମୁଁ ଗୋଟେ ସୁନ୍ଦର ଫୁଲଟେ ଦେଖେଇବି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। ୟା ନା ତ କ'ଣ ମୁଁ ଜାଣେନି, ମୋତେ କିନ୍ତୁ ସେ ଭାଇନା ସ୍ଥଳପଦ୍ମ କହି ବିକ୍ରି କରିଥିଲେ। କହିଥିଲେ ଏଇଟା ୟେଲୋ କଲର୍ର ସ୍ଥଳପଦ୍ମ। ତ ମୁଁ ଜାଣେ ଯେ ୟେଲୋ କଲର୍ର ସ୍ଥଳପଦ୍ମ। ଯଦି ଆପଣମାନଙ୍କୁ କିଛି ବି ଜଣାଥିବ ୟା ନା, ତାହେଲେ ମୋତେ କମେଣ୍ଟରେ ଜଣାଇବେ। ଏବେ ଯେଉଁ ମାତ୍ରାରେ ବର୍ଷା ହେଉଛି, ଏଇ ବର୍ଷାରେ ହିଁ ଏଇ ଫୁଲ ଫୁଟୁଛି। ଏଇ ଫୁଲଟା ଏବେ ତ ଫୁଟୁଛି, ମୁଁ ସକାଳୁ ଉଠିକି ଯେତେବେଳେ ଦେଖେ ଏଟାର ଅବସ୍ଥା ଆଉ କିଛି ରହୁନି। ଆପଣଙ୍କୁ ଦେଖିବା ପାଇଁ ଗୋଟେ ଦିନ ଖରା କରିଥିଲା, ମୁଁ ଭିଡ଼ିଓ କରିନେଇଥିଲି। ଖରା ବର୍ଷା ଶୀତ ଯାହା ବି ହେଉଛି ହଉ, ଆମର ରୁଟି କରିବାଟା ସୁନିଶ୍ଚିତ, ନହେଲେ ଖାଇବୁ କ'ଣ? ଏଇ ପେଟ ପାଇଁ ତ ସବୁ ନାଟ। ଆଉ ମୁଁ ଯେତେବେଳେ ରୁଟି କରେ, ୟାର ବହି ଖାତା ଧରିକି ଆସି ମୋ ପାଖରେ ପହଞ୍ଚିଯାଏ। ରୁଟି କରୁ କରୁ ବି ୟାକୁ ଦେଖିବା ପାଇଁ ପଡ଼େ। ଯେଉଁମାନେ ଘରେ ଛୋଟ ଛୁଆ ତ ଅଛନ୍ତି, ସେମାନେ ତ ପୁରା ଭଲ ଭାବରେ ଜାଣିଛନ୍ତି। ଯେକୌଣସି ସମୟରେ ଯେକୌଣସି ମୁହୂର୍ତ୍ତରେ ଛୁଆ ଯଦି କିଛି ଗୋଟେ ପଚାରୁଛି, ତାକୁ ଆନ୍ସର ଦେବାଟା ନିହାତି ଜରୁରୀ। ଏମିତିରେ ବି ମୁଁ ତାକୁ ପଢ଼ାଇବାକୁ ବସେଇ ଦେଇକି ଆସିକି ମୁଁ ରୁଟି କରେ। ତାର ପଢ଼ା କମ୍ପ୍ଲିଟ୍ ହଉ କି ନ ହଉ, ସେ ଉଠିବାଟା ସୁନିଶ୍ଚିତ। ଆମ ପାଖକୁ ଆସିବ କେମିତି? ଆଉ ୟା ଭିତରେ ମୋର କାମ ସବୁ ସରିଗଲାଣି। ଏତିକି ରହିଲି। ଜୟ ଜଗନ୍ନାଥ।